ଅଲ୍ ପୁରାଣ ଷ୍ଟୋରି, ଉପଦେଶ ଭରା କାହାଣୀ ମାଳା, ମାର ଗାଳି ଦାଣ୍ଡ ଧୂଳି। ଏକଦା ନିବାତ କବଚ ନାମକ ଏକ ଅସୁର ଉପଦ୍ରବରେ ରାଜ୍ୟବାସୀ ପ୍ରଜାମାନେ ଅତିଷ୍ଠ ହୋଇ ଉଠିଲେ। ତାର ଅତ୍ୟାଚାରରେ ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳ ତିନିପୁର କମ୍ପି ଉଠିଲା। ସେ ସ୍ୱର୍ଗ ଅଧିକାର କରିବାକୁ ସମସ୍ତ ସୈନ୍ୟ ସାମନ୍ତ ମାନଙ୍କୁ ନିୟୋଜିତ କଲା। ସ୍ୱର୍ଗର ଅଧିକାରୀ ହେଉଛନ୍ତି ଇନ୍ଦ୍ରଦେବ। ସ୍ୱୟଂ ଇନ୍ଦ୍ରଦେବଙ୍କ ସହିତ ଅନ୍ୟ ଦେବଗଣ ମାନେ ତାକୁ ଯୁଦ୍ଧରେ ହରାଇ ନ ପାରି ନିଜେ ପରାଜିତ ହେଲେ। ରାକ୍ଷସ ଭୟରେ ସେମାନେ ଲୁଚିବାକୁ ଲାଗିଲେ। ରାକ୍ଷସ ମର୍ତ୍ତ୍ୟକୁ ଫେରିବା ପରେ ପୁନର୍ବାର ଅମରପୁରକୁ ଫେରି ଆସି ବିଚାର ବିମର୍ଶ କଲେ କିପରି ଏ ରାକ୍ଷସ କବଳରୁ ମୁକ୍ତି ପାଇବା। ଦେବତାମାନଙ୍କର ଗୁରୁ ବୃହସ୍ପତି ଇନ୍ଦ୍ରଙ୍କୁ କହିଲେ, ଅର୍ଜୁନ ଜନ୍ମ ନେଇ ସାରିବା ଦିନଠାରୁ ହିଁ ନିବାତ କବଚର ମୃତ୍ୟୁ ସୁନିଶ୍ଚିତ ହୋଇଯାଇଛି। ଆପଣ କେବଳ ଧୈର୍ଯ୍ୟ ଧରି ସମୟକୁ ଅପେକ୍ଷା କରନ୍ତୁ। ଏବେ ପାଣ୍ଡବମାନେ ବାରାଣସୀଠାରେ ଅବସ୍ଥାନ କରୁଅଛନ୍ତି। ଆପଣ ପୁଷ୍ପକ ବିମାନ ମାଥଲିକୁ ଦେଇ ସେଠାକୁ ପଠାଇ ପାର୍ଥକୁ ଡକାଇ ଆଣନ୍ତୁ। ପାର୍ଥ ହାତରେ ହିଁ ରାକ୍ଷସର ମୃତ୍ୟୁ ସୁନିଶ୍ଚିତ। ଇନ୍ଦ୍ରଙ୍କ ଆଦେଶରେ ପୁଷ୍ପକ ବିମାନ ଆରୋହଣ କରି ଅର୍ଜୁନ ଆକାଶ ମାର୍ଗରେ ଗମନ କରୁଥାନ୍ତି। ଅସୁର ନିବାତ କବଚ ଠିକ୍ ସେହି ସମୟରେ ସ୍ୱର୍ଗ ଆକ୍ରମଣ କରିବା ପାଇଁ ଆସୁଥାଏ। ଏକଥା ମାତଲିଠାରୁ ଶୁଣି ଅର୍ଜୁନ କହିଲେ, ରଥକୁ ରାକ୍ଷସ ସମ୍ମୁଖକୁ ନିଅନ୍ତୁ। ଦେବଦତ୍ତ ଶଙ୍ଖନାଦ କରି ଅର୍ଜୁନ ରାକ୍ଷସ କୁଳକୁ ସତର୍କ କରିବା ସହିତ ସେମାନଙ୍କୁ ଘୋର ଯୁଦ୍ଧ କରି ପରାସ୍ତ କଲେ ଓ ଶେଷରେ ନିବାତ କବଚକୁ ବଧ କଲେ। ଦେବତାମାନେ ଅର୍ଜୁନଙ୍କର ଜୟଗାନ କଲେ। ଇନ୍ଦ୍ର ଅର୍ଜୁନଙ୍କୁ ଐରାବତ ପିଠିରେ ବସାଇ ନିଜ ପୁରକୁ ନେଇଗଲେ। ସ୍ୱର୍ଗର ଦେବତାମାନେ ଅର୍ଜୁନଙ୍କୁ ନାନା ପ୍ରକାର ଉପହାର ଦେଇ ଆଶୀର୍ବାଦ କଲେ। ଇନ୍ଦ୍ର ଅର୍ଜୁନଙ୍କ କ୍ଲେଶ ଲାଘବ କରିବା ପାଇଁ ଓ ମନୋରଞ୍ଜନ ପାଇଁ ଅଷ୍ଟ ଅପସରାଙ୍କୁ ନୃତ୍ୟ କରିବା ପାଇଁ ଆଦେଶ ଦେଲେ। ଅପସରାମାନେ ଅର୍ଜୁନଙ୍କର ରୂପ ଲାବଣ୍ୟରେ ମୁଗ୍ଧ ହୋଇ ତାଙ୍କ ସଙ୍ଗ ଲାଭ କରିବା ପାଇଁ ବ୍ୟଗ୍ର ହୋଇ ଉଠିଲେ। ବାସବ ବାସବୀଙ୍କୁ କିରୀଟୀ ନାମରେ ସମ୍ଭାଷଣ କଲେ। ଏଣେ ଉର୍ବଶୀ କାମପୀଡ଼ାରେ ଘାରି ହେଲେ। ସେ ଅର୍ଜୁନଙ୍କର ଅଙ୍ଗସଙ୍ଗ ଲାଭ କରିବା ପାଇଁ ଅଥୟ ହୋଇ ଉଠିଲେ। ସେ ମାତା ଦୁର୍ଗାଙ୍କୁ ଏହାର ପ୍ରତିକାର ନିମିତ୍ତ ନିବେଦନ କଲେ। ମା ଦୁର୍ଗାଙ୍କ ଦୟାରୁ ଇନ୍ଦ୍ର ସେହି ରାତ୍ରରେ ପରମାନନ୍ଦ ନାମକ ବିଦ୍ୟାଧରକୁ ଡାକି ଅର୍ଜୁନଙ୍କ ଶୟନ କକ୍ଷରେ ଉର୍ବଶୀଙ୍କୁ ଛାଡ଼ି ଆସିବାକୁ ଆଦେଶ ଦେଲେ। ଏଣୁ ବିଦ୍ୟାଧର ଉର୍ବଶୀଙ୍କୁ ସଙ୍ଗରେ ନେଇ ଅର୍ଜୁନଙ୍କ ଶୟନ କକ୍ଷ ବାହାରେ ଠିଆ ହୋଇ କବାଟ ଖୋଲିବାକୁ ଡାକ ଦେଲେ। ଅର୍ଜୁନ କବାଟ ନ ଖୋଲିବାରୁ ବିଦ୍ୟାଧର ସେଠାରେ ଉର୍ବଶୀଙ୍କୁ ଛାଡ଼ି ଦେଇ ଫେରି ଆସିଲେ। ଉର୍ବଶୀ ବାରମ୍ବାର କବାଟ ଖୋଲିବାକୁ ଅର୍ଜୁନଙ୍କୁ ଅନୁରୋଧ କରି ବିଫଳ ହେଲେ। ଅର୍ଜୁନଙ୍କ ମତରେ ଉର୍ବଶୀ ହେଉଛନ୍ତି ଇନ୍ଦ୍ରଙ୍କ ଭୋଗ୍ୟା। ସେ ତାଙ୍କର ମାତା ସ୍ୱରୂପା। ମାତ୍ର ଅଙ୍ଗସଙ୍ଗ ଲାଭ ପାଇଁ ବ୍ୟାକୁଳ ଉର୍ବଶୀ ଅର୍ଜୁନଙ୍କ କଥାକୁ ନ ଶୁଣି ତାଙ୍କ କଥାକୁ କାଟିବାକୁ ଯାଇ କହିଲେ, ସେ ବେଶ୍ୟା। ସେ ଅର୍ଜୁନଙ୍କୁ ବୁଝାଇବାକୁ ଯାଇ କହିଲେ, ସ୍ୱର୍ଗରେ ବହୁ ଇନ୍ଦ୍ରଙ୍କ ରାଜୁତି ହୋଇଛି ଓ ସେ ସମସ୍ତଙ୍କର ଅଙ୍ଗ ସାଇନି ହୋଇଛନ୍ତି। ଏବେ ଅର୍ଜୁନଙ୍କର ସହିତ ମିଳିତ ହେବାକୁ ତାଙ୍କର ପ୍ରଗାଢ଼ ଇଚ୍ଛା। ତାଙ୍କର ଏହି ଇଚ୍ଛାକୁ ବୀର ଅର୍ଜୁନ ପୂର୍ଣ୍ଣ କରନ୍ତୁ। ଅର୍ଜୁନ ଉର୍ବଶୀକୁ ବୁଝାଇବାକୁ ଯାଇ କହିଲେ, ରମଣ ଓ ଭୋଜନ କ୍ଷଣିକ। ତୁମେ ମୋର ମାତା ତୁଲ୍ୟା। ମୋର ଅନୁରୋଧ ମୋତେ ଆଶୀର୍ବାଦ ପ୍ରଦାନ କରି ଫେରିଯାଅ। ଉର୍ବଶୀ କହିଲେ, ମୁଁ ମଦନ ବାଣରେ ଅଚେତନ। ମୋର ଗୁରୁ ଗୌରବ ବୋଲି କିଛି ନାହିଁ। ମୋତେ ସ୍ୱୟଂ ଇନ୍ଦ୍ର ତୁମ ପାଖକୁ ପଠାଇଛନ୍ତି। ତୁମକୁ ଦେଖିବା ବେଳଠାରୁ ମୁଁ ପ୍ରେମ ପାଗଳିନୀ ହୋଇଯାଇଛି। ଅର୍ଜୁନ ଉର୍ବଶୀଙ୍କ ବାକ୍ୟ ବାଣରେ ଅତିଷ୍ଠ ହୋଇ ପାପିନୀ ବୋଲି ଗାଳି ଦେଇ ଏଠାରୁ ତୁରନ୍ତ ପଳାଇବାକୁ ଶେଷ ବାଣୀ ଶୁଣାନ୍ତେ କାମାନ୍ଧ ଉର୍ବଶୀ ଅର୍ଜୁନଙ୍କୁ ନପୁଂସକ ହୁଅ ବୋଲି ଅଭିଶାପ ଦେଇ ରାତି ପାହି ଆସୁଥିବାରୁ ପଳାୟନ କଲେ। ପ୍ରାତଃ କାଳରେ ଉର୍ବଶୀ ଇନ୍ଦ୍ରଙ୍କ ସଭାରେ ଉପସ୍ଥିତ ହେବାରୁ ଇନ୍ଦ୍ର ଉର୍ବଶୀଙ୍କୁ କୁଶଳ ବାର୍ତ୍ତା ପଚାରନ୍ତେ ଉର୍ବଶୀ ଅର୍ଜୁନଙ୍କୁ ଅଭିଶାପ ଦେବା କଥା କହିଛନ୍ତି। ଇନ୍ଦ୍ର ଉର୍ବଶୀଙ୍କ ଠାରୁ ଏକଥା ଶୁଣି
ରାଗରେ ତାଙ୍କର ସର୍ବାଙ୍ଗ ଶରୀର କମ୍ପି ଉଠିଲା ଓ ସେ ଉର୍ବଶୀଙ୍କୁ ମର୍ତ୍ତ୍ୟରେ ନିଚ ଯୋନିରେ ଜାତ ହେବାକୁ ଅଭିଶାପ ଦେଲେ। ଉର୍ବଶୀ ହସି ହସି କହିଲେ, ହେ ବାସବ ଇନ୍ଦ୍ର, ମୋର ଉପରେ କ୍ରୋଧିତ ହୁଅନ୍ତୁ ନାହିଁ। ମୋର ଅଭିଶାପ ଅର୍ଜୁନଙ୍କ ପାଇଁ ଆଶୀର୍ବାଦ ହେବ। 12 ବର୍ଷ ବନବାସ ପରେ 13 ବର୍ଷରେ ପାଣ୍ଡବଗଣ ଅଜ୍ଞାତବାସ କରିବେ। ତାହା ବିରାଟ ରାଜାଙ୍କ ପୁରରେ ହେବ। ଏଣୁ ସମସ୍ତେ ଛଦ୍ମବେଶରେ ରହିଲେ ମଧ୍ୟ ଆପଣଙ୍କ ପୁତ୍ର ଅର୍ଜୁନଙ୍କ ଶରୀରରେ ଥିବା ଧନୁତୀରର କ୍ଷତମାନ ଲୁଚିବ ନାହିଁ। ଏଣୁ ସେ ବୃହନ୍ନଳା ନାମ୍ନୀ ନାରୀ ବେଶ ଧାରଣ କରି ସମଗ୍ର ଶରୀର ଶାଢ଼ୀରେ ଢାଙ୍କି ବିରାଟ ରାଜକୁମାରୀ ଉତ୍ତରାଙ୍କୁ ନୃତ୍ୟଗୀତ ଶିକ୍ଷା ଦେବେ। ତାଙ୍କୁ ଦୁଷ୍ଟ ଦୁର୍ଯ୍ୟୋଧନ ଚିହ୍ନି ପାରିବ ନାହିଁ। ଏଣୁ କୁହନ୍ତି, ମା ଗାଳି ଦାଣ୍ଡ ଧୂଳି। ଏହା ହିଁ ମା ଗାଳି ବା ଅଭିଶାପର ପ୍ରକୃତ ସ୍ୱରୂପ। ଉର୍ବଶୀଙ୍କ ଠାରୁ ଏକଥା ଶୁଣି ଇନ୍ଦ୍ର ଆନନ୍ଦରେ ଗଦଗଦ ହୋଇଗଲେ।